ପ୍ରକାଶ ପାଇଲା 2025-26 ଏକାଡେମିକ୍ ଆକ୍ଟିଭିଟିଜ୍। ସେଥିପାଇଁ ଓସେପାର ଆଡ଼ିସନାଲ୍ ଡାଇରେକ୍ଟର ରାଜ୍ୟର ପ୍ରତ୍ୟେକ ଡିଓ କମ୍ ଡିପିସିମାନଙ୍କୁ ଲେଟର ନମ୍ବର 6625 23/6/2025ରେ ଲେଟର କରି ଜଣାଇ ଦେଇଛନ୍ତି। ସ୍କୁଲ ଲେବୁଲରେ ଟିଚିଂ ଲର୍ଣ୍ଣିଂ କିଭଳି ଏକ ସିଷ୍ଟମେଟିକ୍ ୱେରେ କରାଯିବ ତାହାର ଏକ ଏସ୍ଓପି ଜାରି କରାଯାଇଛି। ନମ୍ବର 1, ହେଡ଼ମାଷ୍ଟର ସମସ୍ତ ଶିକ୍ଷକମାନଙ୍କୁ ନେଇ ଏକ ମିଟିଂର ଆୟୋଜନ କରିବେ, ଯେଉଁଥିରେ କି ଆଗାମୀ ବର୍ଷ ପାଇଁ ସ୍କିମ୍, ଲେସନ୍ ପ୍ଲାନ୍, ଲେସନ୍ ନୋଟ୍ ବିଷୟରେ ଆଲୋଚନା କରାଯିବ। ନମ୍ବର 2, ହେଡ଼ମାଷ୍ଟର ଏନ୍ସ୍ୟୋର ହେବେ ଯେ ଯେପରି ଶିଶୁ ବାଟିକା, FLN ଓ କ୍ଲାସ୍ 9th ଯାଏ ସମସ୍ତ ଶିକ୍ଷାର୍ଥୀଙ୍କୁ ପାଠ୍ୟପୁସ୍ତକ ଏବଂ କାର୍ଯ୍ୟପୁସ୍ତିକା ଦିଆଯାଇଛି। ନମ୍ବର 3, ବିଦ୍ୟା ପ୍ରବେଶ ମଡ୍ୟୁଲ ଅନୁଯାୟୀ କ୍ଲାସ୍ 1ର ଷ୍ଟୁଡେଣ୍ଟ ୱାର୍କବୁକ୍ ଓ ଟିଚିଂ ୱାର୍କବୁକ୍ କାର୍ଯ୍ୟକାରୀ ସମ୍ପର୍କରେ ହେଡ଼ମାଷ୍ଟର ମନିଟରିଂ କରିବେ। ନମ୍ବର 4, କ୍ଲାସ୍ ରୁମ୍ରେ ଇଣ୍ଟରାକ୍ସନ୍କୁ ଅଧିକ ଇଣ୍ଟରେଷ୍ଟିଂ କରାଇବା ପାଇଁ ଲିଟରେସି କିଟ୍ ଓ ମ୍ୟାଥମେଟିକ୍ସ କିଟ୍ ବ୍ୟବହାର କରାଯିବା ଅପରିହାର୍ଯ୍ୟ। ନମ୍ବର 5, ଶିଶୁ ବାଟିକାରୁ କ୍ଲାସ୍ 3 ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ଡ୍ରଇଂ ବୁକ୍ସ, କ୍ଲାସ୍ 1ରୁ କ୍ଲାସ୍ 10 ପର୍ଯ୍ୟନ୍ତ ପିଲାଙ୍କୁ ମୋ ଖାତା, ମୋ ଗଣିତ ଖାତା, ମୋ ପ୍ରକଳ୍ପ ଖାତା, ମୋ ଡାଏରୀ ଦିଆଯିବା ସମ୍ପର୍କରେ ହେଡ଼ମାଷ୍ଟର ଇନସ୍ୟୋର କରିବେ। ନମ୍ବର 6, ପ୍ରତ୍ୟେକ କ୍ଲାସ୍ର ସପ୍ଲିମେଣ୍ଟାରୀ ମେଟେରିଆଲ୍ସ ବ୍ୟବହାର ସମ୍ପର୍କରେ ହେଡ଼ମାଷ୍ଟର କୋଅର୍ଡ଼ିନେଟ୍ କରିବା ସହିତ ସୁପରଭିଜନ ମଧ୍ୟ କରିବେ। ନମ୍ବର 7, ଷ୍ଟୁଡେଣ୍ଟମାନଙ୍କର ଆଚିଭମେଣ୍ଟ ରେଜିଷ୍ଟର ଶିକ୍ଷଣ ସମାନ ଯାହାକି କ୍ଲାସ୍ 1, 2 ଓ 3 ପାଇଁ ଉଦ୍ଦିଷ୍ଟ ତାହାର ପ୍ରୋଗ୍ରେସ୍ ସମ୍ପର୍କରେ ହେଡ଼ମାଷ୍ଟର ଓ CRCC ମିଳିତ ଭାବରେ ମନିଟରିଂ କରିବେ। ନମ୍ବର 8, ପ୍ରତ୍ୟେକ କ୍ଲାସ୍ର ଟାଇମ୍ ଟେବୁଲ୍ ବା ରୁଟିନ୍ ପ୍ରସ୍ତୁତ କରାଯାଇ କ୍ଲାସ୍ ୱାଇଜ୍ ଟଙ୍ଗା ହୋଇଥିବା ଦରକାର। ନମ୍ବର 9, ହଲିଡେ ହୋମ୍ ଆସାଇନମେଣ୍ଟ ସମର ଭ୍ୟାକେସନରେ ଦିଆଯାଇଥିଲା, ଯାହାକୁ ସବଜେକ୍ଟ ୱାଇଜ୍ ଥିବା ଟିଚରମାନେ ତଦାରଖ କରିବା ସହିତ ଷ୍ଟୁଡେଣ୍ଟମାନଙ୍କୁ ଗାଇଡ଼ ମଧ୍ୟ କରିବେ। ନମ୍ବର 10, ମଲ୍ଟିଗ୍ରେଡ୍ ଲେବୁଲ କ୍ଲାସ୍ ପାଇଁ ଗ୍ରୁପ୍ ପ୍ରିପେୟାର କରିବାକୁ ପଡ଼ିବ। ନମ୍ବର 11, ବୋଥ୍ ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀର 25-26 ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ଦିଆଯାଇ ସରିଛି। ସମସ୍ତ ହେଡ଼ମାଷ୍ଟର ସେହି ଅନୁଯାୟୀ ସମସ୍ତ ଆକ୍ଟିଭିଟି କରାଯାଉଛି କି ନାହିଁ ତାହା ତଦାରଖ କରିବେ। ନମ୍ବର 12, କ୍ଲାସ୍ 6, 7, 8 ପାଇଁ LEP ୱାର୍କବୁକ୍ ଦିଆଯାଇଛି। ଓଡ଼ିଆ, ଇଂଲିଶ, ମ୍ୟାଥମେଟିକ୍ସ ତିନିଟା ସବଜେକ୍ଟ ପାଇଁ ଗୋଟିଏ ୱାର୍କବୁକ୍ ମଧ୍ୟ ଦିଆଯାଇଛି। ପ୍ରତ୍ୟେକ ସବଜେକ୍ଟର ମଝିରେ ଏବଂ ଶେଷରେ ସାମ୍ପୁଲ କୋଶ୍ଚିନ୍ ଦିଆଯାଇଛି। ସେହି ସବଜେକ୍ଟ ପଢ଼ାଉଥିବା ଟିଚର ଏହି ସାମ୍ପୁଲ କୋଶ୍ଚିନ୍ର ଆନ୍ସର କରିବା ବେଳକୁ ଷ୍ଟୁଡେଣ୍ଟମାନଙ୍କୁ ଗାଇଡ଼ ମଧ୍ୟ କରିବେ। ନମ୍ବର 13, ପ୍ରତ୍ୟେକ ସେକେଣ୍ଡାରୀ ସ୍କୁଲମାନଙ୍କରେ ସାଇନ୍ସ ଲାବୋରେଟୋରୀ ଇନଷ୍ଟ୍ରୁମେଣ୍ଟ ଯୋଗାଇ ଦିଆଯାଇଛି। ଲାବୋରେଟୋରୀ ଆକ୍ଟିଭିଟିଜରେ କ୍ଲାସ୍ 9th ଓ 10thର ପିଲାଙ୍କ ପାଇଁ ଏହାର ବ୍ୟବହାରକୁ ସାଇନ୍ସ ଟିଚର ସିଓର କରାଇବେ। ନମ୍ବର 14, ଓସେପା ତରଫରୁ ଦିଆଯାଇଥିବା କଣ୍ଟେଣ୍ଟ ଟିଚିଂ ଲର୍ଣ୍ଣିଂ ସମୟରେ ବ୍ୟବହାର କରିବାକୁ କୁହାଯାଇଛି। ନମ୍ବର 15, ସମସ୍ତ ଶିକ୍ଷକଙ୍କୁ କୁହାଯାଇଛି କି ଲର୍ଣ୍ଣର୍ସମାନଙ୍କର ଟିଚିଂ ଲର୍ଣ୍ଣିଂରେ ରହିଯାଇଥିବା ଗ୍ୟାପ୍ର ସମାନତା ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଜ କ୍ଷେତ୍ରରେ ନେଇପାରିବେ। ନମ୍ବର 16, ପ୍ରତ୍ୟେକ ସ୍କୁଲର ପରିବେଶ ଅତି ଉତ୍ତମ ହେବା ଦରକାର ଯାହାକି ଶିଶୁ ଉପଯୋଗୀ ହୋଇଥିବ। ନମ୍ବର 17, ହେଡ଼ମାଷ୍ଟରଙ୍କ ଦ୍ୱାରା କ୍ଲାସ୍ ସୁପରଭିଜନ ହେବା ଦରକାର ଯାହାକି ଗୋଟେ ରେଜିଷ୍ଟରରେ ମେନସନ୍ ହେବ। ସୁପରଭିଜନ ସମୟରେ କ୍ଲାସ୍ରେ ପ୍ରେଜେଣ୍ଟ ଥିବା ଟିଚରଙ୍କର ସେହି ରେଜିଷ୍ଟରରେ ସିଗ୍ନେଚର ମଧ୍ୟ ରହିବ। ନମ୍ବର 18, ରିଟିନ୍ ୱାର୍କ କରେକ୍ସନ୍ ରେଜିଷ୍ଟର ହେଡ଼ମାଷ୍ଟରଙ୍କ ଦ୍ୱାରା ଭେରିଫାଏ ହେବା ଦରକାର। ନମ୍ବର 19, ସମସ୍ତ ଟିଚରମାନଙ୍କୁ ଲେସନ୍ ନୋଟ୍ ହେଡ଼ମାଷ୍ଟରଙ୍କ ଦ୍ୱାରା ଭେରିଫାଏ କରାଯିବ ଓ ଆବଶ୍ୟକ ସ୍ଥଳେ ରିମାର୍କ ମଧ୍ୟ ଦେବେ। ପ୍ରତ୍ୟେକ ମନ୍ଥଲି କ୍ଲଷ୍ଟର ମିଟିଂରେ ଏଲିମେଣ୍ଟାରୀ ଗ୍ରେଡ୍ର ଜଣେ ଟିଚରଙ୍କ ସହିତ ହେଡ଼ମାଷ୍ଟର ପ୍ରେଜେଣ୍ଟ ରହିବେ। ମିଟିଂରେ ଦିଆଯାଇଥିବା ଆକ୍ଟିଭିଟିଜ୍ ଗୁଡ଼ିକ ଇମ୍ପ୍ଲିମେଣ୍ଟ ସମ୍ବନ୍ଧରେ ଅବଗତ ହେବେ। ନମ୍ବର 21, କ୍ଲାସ୍ ରୁମ୍ରେ ଟିଚିଂ ସମୟରେ ସବଜେକ୍ଟ ୱାଇଜ୍ ସଫିସିଏଣ୍ଟ TLM ବ୍ୟବହାର କରାଯିବାକୁ କୁହାଯାଇଛି। ଏହି ପ୍ରକାର ସମସ୍ତ ଆକ୍ଟିଭିଟି ଗୁଡ଼ିକ 2025-26 ପାଇଁ SOP